ସକାଳୁ ଗାଧି ଆସି ଦେଖିଲା ବେଳକୁ ଚୁଲି ପାଖରେ ବୋଉ ବାଛି ଧୋଇ ରଖିଦେଇଛନ୍ତି ମାଛକୁ। ହଉ ତାଙ୍କ କାମ ତ ସିଏ ସାରିଦେଲେ, ଏବେ ମୋ କାମ ତାକୁ ଭାଜିବା। ଗୋଟିଏ ଭାରି ଭାଜି ଦେଇ ପତିଦେବଙ୍କୁ ମୋର ଖାଇବାକୁ ଯାଇ ଡାକିବା। ଆଜି ମାଛ ହେଇଛି ବୋଲି ନାନାଙ୍କୁ ଫୋନ କରି କହିଲି ତମେ ଯେମିତି ହେଲେ ବି ଆସିବ। ଭଣଜାକୁ ମୋର ଗାଡି ଦେଇ ପଠଉଛି, ବାସ୍ ରେଡି ହେଇକି ଥିବ। ଭଣଜାଙ୍କୁ ତାଙ୍କ ଗାଡି ଚାବି ଦେଇ ମାମୁଁ ଆସିଗଲେ ଚୁଲି ମୁଣ୍ଡକୁ ଆଇଁଷ ବାସନା ପାଇ। ପତିଦେବଙ୍କ ପାଇଁ ମୁଁ ଭାତ ବାଢିବା ଭିତରେ ଅପେକ୍ଷା ନ କରି ନିଜ ପାଇଁ ମାଛ ବାଢିଲେଣି ସିଏ ହାତରେ। ତାପରେ ଆସିଥିଲେ ଆମ ନଣନ୍ଦ ରାଣୀ, ଯାହାଙ୍କୁ ନାନା ବୋଲି ଡାକିଲେ ଆପଣ ମାନେ ପାରୁନାହାନ୍ତି ଜାଣି। ଆଗ ମିଶିକି ସମସ୍ତେ ଚାହା କପେ କପେ ପିଇଲୁ, ତାପରେ ସାଙ୍ଗ ହୋଇ ଭାତ ମାଛ ତରକାରୀ ଖାଇଲୁ। କୋଲି ମାଛ ତରକାରୀ ହେଇଥିଲା ସୋରିଷ ମସଲା ଆମ୍ବୁଲ ପକେଇ। ଟିକେ ଥାଳି ଭାତ ଅଣ୍ଟି ନଥିଲା ବୋଲି ପଛରେ ପୁଣି ଖାଇଲୁ। ଆଉ ଭାତକୁ ନେଇ ଗୋଟେ ମୋର ପାର୍ସଲ ଆସିଥିଲା, ଯାହାର ଅନବକ୍ସିଂ କରିଥିଲେ ଆମ ବୋଉ। ଦେଖୁ ଦେଖୁ କହିଲେ ବଢିଆ ହେଇଛି ଆଉ। ସନ୍ଧ୍ୟା ବେଳକୁ ପତିଦେବ ଆଣିଥିଲେ ମୋ ଫେଭରେଟ ଚାଉମିନ। ଆପଣ ମାନେ ଜାଣିଛନ୍ତି ସାଙ୍ଗମାନେ ମୋର ଏତେ ପ୍ରିୟ ଯେ ଗୋଟେ ଫୁଲ ପ୍ଲେଟ ବି ମତେ ଅଣ୍ଟେ। ଡିନର ବେଳେ ମୁଁ ଭିଡିଓ କରିଥିଲି ବୋଲି ପତିଦେବଙ୍କୁ କହିଲି ତୁମେ ଖାଅ ମୁଁ ଖାଇବି। ପତିଦେବଙ୍କୁ ଦେଖନ୍ତୁ ଶୋଇଛନ୍ତି କେମିତି ନୂଆ ବ୍ଲାଙ୍କେଟ ଭିତରେ। ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।